ନିର୍ବାଚନ 25 ତାରିଖରେ ହେବାକୁ ଯାଉଛି। ଆଉ ଏଥିପାଇଁ ଢେଙ୍କାନାଳ ପୁରା ଚଳଚଞ୍ଚଳ ଏବଂ ସବୁଆଡେ ନିର୍ବାଚନୀ ହାୱା ସରଗରମ। ଆମେ କହୁଛୁ ପଦ୍ମ ଫୁଲରେ ଯେଉଁ ରହିଛନ୍ତି ସାଂସଦ ପ୍ରାର୍ଥୀ ରୁଦ୍ରନାରାୟଣ ପାଣି ଜଣେ ଅଭିଜ୍ଞ ମୁଖୋତ ଜଣେ ରାଜନୀତିଜ୍ଞ ଏବଂ ତାଙ୍କର ବିଶେଷ କରି ପ୍ରାଧାନ୍ୟତା ରହିଛି ଢେଙ୍କାନାଳରେ ଏଥିପାଇଁ ଯେ ସେ 5 ଥର ନିର୍ବାଚନ ଲଢିଛନ୍ତି ଏବଂ ଏଥର 6ଠ ଥର ପାଇଁ ମଧ୍ୟ ସେ ନିର୍ବାଚନକୁ ଓହ୍ଲାଇଛନ୍ତି। ଆମ ସହିତ ରୁଦ୍ର ଭାଇ ଅଛନ୍ତି, ସିଧାସଳଖ ତାଙ୍କ ପାଖକୁ ଯିବା, ରୁଦ୍ର ଭାଇଙ୍କ ଠାରୁ ବୁଝି ନେବା କିଭଳି ରହିଛି ତାଙ୍କର ମାହୋଲ। ରୁଦ୍ର ଭାଇ କର୍ଣ୍ଣବିକୁ ସ୍ୱାଗତ କରୁଛି। ଚଳିତ ଥର ଯୋଉ ମୋଦି ଲହର କେତେ ଫ୍ୟାକ୍ଟର ଆଣିବ, ଯେହେତୁ ମୋଦି ଆସିଲେଣି, ଅମିତ ଶାହା, ଅରୁଣ ଗୋବିଲ ସବୁ ବଡ ବଡ ଷ୍ଟାର ପ୍ରଚାରକ ମାନେ ଆସୁଛନ୍ତି, କେମିତି ରହିଛି ମାହୋଲ ଏବଂ କଣ ଆଶା କରୁଛନ୍ତି, କେତେ ମାର୍ଜିନ ଆପଣ ଜିତିବେ ବୋଲି ଆଶା କରୁଛନ୍ତି? ମାହୋଲ ତ ଲୋକମାନଙ୍କର ମନ କଥା ଅନୁଯାୟୀ ସୃଷ୍ଟି ହୁଏ। ଲୋକମାନଙ୍କ ମନରେ ବିଗତ 3-4 ବର୍ଷ ହେଲା ଓଡ଼ିଶାରେ ସରକାର ପରିବର୍ତ୍ତନର ମନୋଭାବ ଲୋକଙ୍କର ରହିଛି। ଆଉ ସେଥିପାଇଁ ବିକଳ୍ପ ମୋଦି ସାରା ଭାରତ ବର୍ଷରେ ମୋଦିଜୀଙ୍କର ବିକାଶ ମଡେଲ, ଡେଭଲପମେଣ୍ଟ ମଡେଲ ତାକୁ ଓଡ଼ିଶାବାସୀ ସ୍ୱାଗତ କଲା ଭଳି ମୋତେ ଅନୁଭବ ହେଉଛି। ଓଡ଼ିଶା ସରକାରଙ୍କର ଦୁର୍ନୀତି ଭ୍ରଷ୍ଟାଚାର ଏଇଟା ଲୋକଙ୍କ ଭିତରେ ଗୋଟେ ମୁଦ୍ଦା ହେଇଛି। ମୁଖ୍ୟମନ୍ତ୍ରୀଙ୍କୁ 78 ବର୍ଷ ହେଲା, ଲୋକେ ତାଙ୍କୁ 24-25 ବର୍ଷ ମୁଖ୍ୟମନ୍ତ୍ରୀ କଲେ। ଗୋଟେ ସମୟରେ ବି ବାଜପେୟୀ ଆଡବାନୀଙ୍କର ଆଶୀର୍ବାଦ ତାଙ୍କ ଉପରେ ଥିଲା। ପରେ ସେ ବୟସାଧିକ୍ୟ କାରଣରୁ ଯୋଉ ଭୁଲ ସବୁ କରି ବସୁଛନ୍ତି, ଶେଷକୁ କଣ ହେଲା ନା ଜଣେ ଅଣ ଓଡ଼ିଆ ଲୋକକୁ, ଜଣେ ମାତ୍ର ସାମାନ୍ୟ ସଚିବ, ସିଏ କଣ ଗୋଟେ କିମିଆ କରିକିରି ନବୀନ ନିବାସ ଭିତରେ ତାଙ୍କୁ ବନ୍ଦୀ କରି ରଖିଛନ୍ତି ଏବଂ ତାଙ୍କ କଥାରେ ଇଏ ମୁଣ୍ଡ ଟୁଙ୍ଗାରୁଛନ୍ତି। ଆଜିକାଲି ଯୋଉ କହୁଛନ୍ତି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ AI, ତାର ବୋଧେ ଦୁରୁପଯୋଗ କରିଛନ୍ତି କାର୍ତ୍ତିକେୟନ ମହୋଦୟ। ତେଣୁ ଲୋକ ଏସବୁ ଜାଣିଗଲେଣି। ଲୋକ ସେଥିପାଇଁ ନବୀନ ପଟ୍ଟନାୟକକୁ ଭୋଟ ଦେବେ। ବିକଳ୍ପ ମୋଦି, ବିଜେପିର ଟିମ୍ ୱାର୍କ, ସବୁ ନେତା, ଏଇଟା ଢେଙ୍କାନାଳ ଲୋକସଭା ମତେ ଯଦିଓ ପ୍ରାର୍ଥୀ କରାଯାଇଛି, ତେଣୁ ଓଡ଼ିଶାରେ ବିଜେପିର ସବୁ ନେତାମାନଙ୍କ ଭିତରେ ଯେଉଁ ପ୍ରକାରର ଟିମ୍ ୱାର୍କ ଅଛି ଏବଂ ପଲିଟିକାଲ ଲିଡରସିପ୍ ଅଛି, ଲୋକ ତାକୁ ଗ୍ରହଣ କରୁଛନ୍ତି। ଆଉ ମୁଖ୍ୟମନ୍ତ୍ରୀଙ୍କ ଦଳରେ ଆଉ ପଲିଟିକାଲ ଲିଡରସିପ୍ ବୋଲି କିଛି ନାହିଁ, କେବଳ ଜିତିବା ପାଇଁ ସେ ବିଭିନ୍ନ ପ୍ରକାର ଷ୍ଟ୍ରାଟେଜି କରୁଛନ୍ତି। ବର୍ତ୍ତମାନ ଆସିକିରି ତାମିଲି ଲୋକର କ୍ରୀତଦାସ ଭଳି କଥାବାର୍ତ୍ତା କରୁଛନ୍ତି। ଏଇ 2-3ଟି ଲୋକ ତ ତାଙ୍କର ଅଛନ୍ତି, ତାଙ୍କର ଅଭିଯୋଗ ଅମୂଳକ। ସେମାନେ କଣ ଏମିତି ପାଗଳଙ୍କ ଭଳିଆ ସେମାନେ କଣ କହୁଛନ୍ତି ଯେ ମୋଦି ଭୁଲ କଥା କହୁଛନ୍ତି, ଶାହା ଭୁଲ କଥା କହୁଛନ୍ତି ବୋଲି। ତାଙ୍କର ବିଜୁ ଯୁବ ବାହିନୀ କୁଆଡେ ଗଲା? ତାଙ୍କର ଯୋଉ ପିଠା ଯୋଜନା ଥିଲା ସେ କୁଆଡେ ଗଲା? 19ରେ ଭୋଟ ନେବା ପାଇଁ ସେମାନେ ପିଠା ଖାଉଥିଲେ। ତେଣୁ ତାଙ୍କର ଫେଲିଓର ତାଙ୍କର। ମୋଦି ସାରା ଦେଶରେ ବିକାଶ କରୁଛନ୍ତି। 10 ବର୍ଷ ଭିତରେ ଓଡ଼ିଶାକୁ 18,68,000 କୋଟି ଟଙ୍କା ଓଡ଼ିଶାକୁ ବିକାଶ ପାଇଁ ଆସିଛି। ସେଇଥିରୁ ଏମାନେ ପିସି ନେଇଛନ୍ତି ଏବଂ ତାମିଲନାଡୁ ବ୍ୟାଙ୍କରେ ବେନାମୀ 1 ଲକ୍ଷ କୋଟି ଟଙ୍କା ଗଚ୍ଛିତ ରଖିଛନ୍ତି। ସେଇ ଟଙ୍କା ହିଁ ତାଙ୍କର ବର୍ତ୍ତମାନ କଥା କହୁଛି। ତେଣୁ ମୋଦିଜୀ, ଶାହାଜୀ, ଅରୁଣ ଗୋବିଲ ତ ଢେଙ୍କାନାଳ ଆସିଥିଲେ, ରାଜନାଥ ସିଂ ଏବଂ ଯୋଉ ବିଶିଷ୍ଟ ନେତାମାନେ ଆସୁଛନ୍ତି, ମୁଖ୍ୟମନ୍ତ୍ରୀ ମାନେ ଆସୁଛନ୍ତି, ଅଟୋମେଟିକାଲି ଆସିବେ। ଆମର ଏକ ବିଶାଳ ଦଳ, ଏକ ବିରାଟ ଦଳ, ଗଣତାନ୍ତ୍ରିକ ଦଳ। ସେ ଦଳର ନେତାମାନେ ଆଉ ଗୋଟିଏ ସ୍ଥାନରେ ଆସି ପ୍ରଚାର କରିବେନି ତ କଣ କରିବେ? ତମର ତ ଦଳ ନାହିଁ। ତମେ 5ଟି, ସେ 5T କହୁଥିଲା, ମତେ ଲାଗୁଛି ଯେ 5ଟି ତାମିଲି ଡକାୟତ ଏବଂ ବର୍ତ୍ତମାନ ତାକୁ ଷ୍ଟାଲିନ କହିଲେଣି ଯେ ତାମିଲକୁ ବଦନାମ କରନ୍ତୁ ନାହିଁ ପ୍ରଧାନମନ୍ତ୍ରୀ। ଆରେ ଷ୍ଟାଲିନ ବାବୁ, ତମ ଭଉଣୀ ସାଙ୍ଗରେ ମୁଁ ରାଜ୍ୟସଭାରେ MP ଥିଲି। ମୁଁ କନକ ନ୍ୟୁଜ ମାଧ୍ୟମରେ କହିଦେବାକୁ ଚାହେଁ ଯେ ତମେ ଷ୍ଟାଲିନ ବାବୁ, ଏଇ ଯୋଉ ଭି କାର୍ତ୍ତିକେୟନ, ତାକୁ ତୁମେ ଉପଦେଶ ଦିଅ, ତୁମେ ତାଗିଦ କର ଯେ ତମେ ତାମିଲନାଡୁର ବଦନାମ ବାହାରେ କର ନାହିଁ। କୋଉଠି ତାମିଲନାଡୁରେ କଥା ଅଛି ଯେ ଆପଣଙ୍କର ନବୀନ ପଟ୍ଟନାୟକକୁ ନେଇକରି ପୋପ ପାଖରେ ନିଲ୍ ଡାଉନ୍ କରିବେ? ଯେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅନୁଦାନ ନାମରେ, that is one undemocratic, unbudgeted fund,
ରୁଦ୍ର ଭାଇ କଣ କହିବା, ଢେଙ୍କାନାଳ ଯୋଉ ରହିଛି ମୁଖ୍ୟ ସମସ୍ୟା ଯୋଉ ପାନୀୟ ଜଳ ସମସ୍ୟା ରହିଛି ଏବଂ ଗମନାଗମନ ସମସ୍ୟା ରହିଛି, ଏଗୁଡିକୁ ସବୁ ଦୂର କରିବା ପାଇଁ ଆପଣ କଣ ଆମେ ବିରୋଧୀ ଦଳର ନେତା ଭାବରେ ସବୁ ସମୟରେ ଆନ୍ଦୋଳନ କରିଛୁ ଏବଂ ଯୋଉ ବି ଅଳ୍ପ ସମୟ ଆମର ପରୋକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଢେଙ୍କାନାଳ ସମ୍ବଲପୁର ଅନୁଗୁଳରେ ତ ଭୋଟ ମିଳିନଥିଲା, ସେ ତାଙ୍କର ପରିଶ୍ରମ କରି ବିହାରରୁ ମଧ୍ୟପ୍ରଦେଶରୁ ତାଙ୍କର ସେ ରାଜ୍ୟସଭାର ସଦସ୍ୟ ହେଇ ମନ୍ତ୍ରୀ ଥିଲେ, ସେ ONGCରୁ 54 କୋଟି ଟଙ୍କା ସାଂସନ କରେଇଥିଲେ, ବ୍ରାହ୍ମଣୀ ନଦୀରୁ 13ଟା ଗାଁ ଦେଇକିରି ମହିମା ଗାଦୀକୁ ପାଣି ଆସିବା କଥା ସେ କଥା କରେଇ ଦେଲେନି। ଏ କାମ 18 ମସିହାରେ ହୋଇଥିଲା, ଅର୍ଥ ସାଂସନ ହେଇଥିଲା, ରାଜ୍ୟ ସରକାରଙ୍କର ବିଭାଗରେ ମଧ୍ୟ ଆଡଭାନ୍ସ ଡିପୋଜିଟ୍ କରାଯାଇଥିଲା। ତେଣୁ ଆମେ ସେମାନେ କରେଇଦେଲେ, ଆମେ ଆମ କାମ କରିଛୁ। 24 ବର୍ଷ କାଳ ମୁଖ୍ୟମନ୍ତ୍ରୀ ରହିବେ, ତା ପୂର୍ବରୁ କେନ୍ଦ୍ରରେ ବାଜପେୟୀ ସରକାରରେ ମନ୍ତ୍ରୀ ଥିଲେ, ଏଠିକାର ବର୍ତ୍ତମାନ ବିଜେଡିର MLA ଯିଏ ତାଙ୍କ ପୁତୁରାକୁ ଏମ୍ପିରେ ଠିଆ କରିଛନ୍ତି, କମ ବୟସ୍କ ଅନଭିଜ୍ଞ ପୁତୁରାକୁ ଏମ୍ପିରେ ଠିଆ କରିଛନ୍ତି, ସେ ଆଗରୁ କଂଗ୍ରେସରେ MLA ଥିଲେ। କ୍ଷମତାରେ ରହିବା ପାଇଁ ସେମାନେ ଦଳ ବଦଳ ପରିବାରବାଦରେ ବିଶ୍ୱାସ କରନ୍ତି। ପ୍ରଫୁଲ୍ଲ ମଲ୍ଲିକ ବର୍ଷ ଧରି ମନ୍ତ୍ରୀ, 77 ବର୍ଷ। ନୃସିଂହ ବାବୁ ବିଭିନ୍ନ ଦଳ ବଦଳ କରିକି ସେ MLA, ଅଳ୍ପ ଦିନ ମନ୍ତ୍ରୀ ବି ଥିଲେ। ସେମାନଙ୍କୁ ଲୋକେ ପଚାରୁଛନ୍ତି ପାନୀୟ ଜଳ କୁଆଡେ ଗଲା, ସେମାନଙ୍କୁ ଲୋକ ପଚାରୁଛନ୍ତି ଇରିଗେସନ କୁଆଡେ ଗଲା। ରେଙ୍ଗାଳି ଇରିଗେସନ 41 ବର୍ଷ ହେଲା ଚାଲିଛି, ରେଙ୍ଗାଳି ଇରିଗେସନ ଜାନକୀ ପଟ୍ଟନାୟକ ଟାଇମ। ତେଣୁ ଦାୟୀ ସେମାନେ ପାନୀୟ ଜଳ ପାଇଁ, ଇରିଗେସନ ପାଇଁ, ସ୍ୱାସ୍ଥ୍ୟାବସ୍ଥା ପାଇଁ। କେନ୍ଦ୍ର ଆଜି ଢେଙ୍କାନାଳରେ 6 ମହଲା କୋଠା ଯୋଉ ଠିଆ ହେଇଛି, ସେଟା କେନ୍ଦ୍ରର ପଇସା। NHM ସେମାନଙ୍କର ସାମାନ୍ୟ କକ୍ସି ନଥିଲା ଯେ ମୁଁ ତ ପୂର୍ବତନ MP ଥିଲି, କୃଷ୍ଣବାବୁ ତ ପୂର୍ବତନ MLA ଥିଲେ, କାର୍ଡ ଖଣ୍ଡିଏ ଦେଇକିରି ଆମକୁ ଡାକିବା ପାଇଁ ସେମାନଙ୍କର ମଧ୍ୟ କକ୍ସି ନଥିଲା। ଯାହା ହଉ କିଛି ଦୁଃଖ ନାହିଁ, ବିଲ୍ଡିଂ ତ କେନ୍ଦ୍ର ସରକାର ପଇସା ଦେଇକି କରିଦେଲା। ମେଡିକାଲ ପିଲାଙ୍କୁ ପାଠ ପଢେଇ ଡକ୍ଟର ଭାବରେ ପିଲାଙ୍କୁ ଡେଭଲପ କରି ମେଡିକାଲ ନିଯୁକ୍ତି, ଡକ୍ଟର ନିଯୁକ୍ତି କାହାର କାମ? ରାଜ୍ୟ ସରକାରର କାମ। ରାଜ୍ୟ ସରକାର ସବୁ କ୍ଷେତ୍ରରେ ଫେଲିଓର ହେଇଛନ୍ତି, ଦୁର୍ନୀତି କରିକି ସମସ୍ତେ ତାଙ୍କର କୋଟିପତି ବର୍ତ୍ତମାନ ହେଇଛନ୍ତି, ତାଙ୍କ ଦଳରେ ଗଣତନ୍ତ୍ର ନାହିଁ। ଏ ସବୁ କାରଣରୁ ଲୋକ ବର୍ତ୍ତମାନ ବିକଳ୍ପ ଭାବରେ ନରେନ୍ଦ୍ର ମୋଦି, ଧର୍ମେନ୍ଦ୍ର ପ୍ରଧାନ, ରୁଦ୍ରନାରାୟଣ ପାଣି, କୃଷ୍ଣଚନ୍ଦ୍ର ପାତ୍ର ବିକଳ୍ପ ଭାବରେ ନିଶ୍ଚିତ ରୂପେ ଯାହା କହିଲେ କି ରୁଦ୍ର ଭାଇ, ବର୍ତ୍ତମାନ ସବୁଆଡେ ଏକ ପ୍ରକାର ମୋଦି ହାୱା, ମୋଦି ଲହର ଏବଂ ଯୁବ ଭୋଟର ମାନଙ୍କୁ ମଧ୍ୟ ଏ ମୋଦି ଲହର ବହୁତ ପରିମାଣରେ ଆକୃଷ୍ଟ କରିଛି, ଯାହାଫଳରେ ତାଙ୍କର ଚିଠା ପଠାଇବ ବୋଲି ସେ ଢେଙ୍କାନାଳରୁ ଅମିତା ପଟ୍ଟନାୟକ।